ହସ ଇଞ୍ଜିନିରେ କିଏ ସେ ଭରିଲା ଲୁହର ଭେଜାଲ ତେଲ, ଅଟକି ଯାଇଛି ଅଧା ରାଜପଥେ ସ୍ନେହ ମମତାର ମୂଲ। ଯିଏ କନ୍ଦାଏ ସିଏ ବି ଦିନେ କାନ୍ଦିବ, ଏଇଟା ଅଭିଶାପ ନୁହେଁ, ଉପରବାଲାର ବିଚାର। ଜୀବନରେ ଶୀଘ୍ର ମିଳିଯାଉଥିବା ଜିନିଷ ସବୁଦିନ ପାଇଁ ରୁହେ ନାହିଁ, ଆଉ ସବୁଦିନ ପାଇଁ ରହୁଥିବା ଜିନିଷ ଶୀଘ୍ର ମିଳେ ନାହିଁ। ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ, ତାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ। ବିଜ୍ଞାନର ଯେତେ ଉନ୍ନତି ଘଟିଲେ ବି ମଣିଷ ନିଜ ଜୀବନକୁ ରକ୍ଷା କରିପାରୁନାହିଁ। ମଣିଷ ଯେତେ ଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି ସେତିକି ଦିନ ତାର ଲୀଳାଖେଳା କରି ପୁଣି ଫେରିଯିବ। ସୃଷ୍ଟିକର୍ତ୍ତା ହେଉଛନ୍ତି ନିର୍ଦ୍ଦେଶକ, ଆମ୍ଭେମାନେ ଜଣେ ଜଣେ ଅଭିନେତା। ତେଣୁ ପ୍ରତିଦିନ ସକାଳୁ ପ୍ରଭୁଙ୍କୁ ସମର୍ପଣ ଭାବନାରେ ନିଜକୁ ସମର୍ପି ଦିଅ, ଯେପରି ଆଜି ଦିନର ଅଭିନୟ ସୁନ୍ଦରତାରେ ଭରିଯାଉ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେତେବେଳେ ସତ୍ୟ ଓ ଅସତ୍ୟର ଲଢ଼େଇ ହେବ ସେତେବେଳେ ସତ୍ୟ ଏକୁଟିଆ ଛିଡ଼ା ହେବ, ଆଉ ଅସତ୍ୟର ଦଳ ବହୁତ ବଡ଼ ହେବ, କାରଣ ଅସତ୍ୟ ପଛରେ ମୂର୍ଖମାନଙ୍କର ଗହଳି ରହିବ। ଲକ୍ଷ୍ୟସ୍ଥଳର ପଥ ଯେତେ ବି କଠିନ ହେଉଥାଉ ନା କାହିଁକି, ନିଜର ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଯଦି ଥିବ ସେ ଲକ୍ଷ୍ୟସ୍ଥଳରେ ନିଶ୍ଚିନ୍ତ ପହଞ୍ଚି ପାରିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ହସ ଇଞ୍ଜିନିରେ କିଏ ସେ ଭରିଲା ଲୁହର ଭେଜାଲ ତେଲ, ଅଟକି ଯାଇଛି ଅଧା ରାଜପଥେ ସ୍ନେହ ମମତାର ମୂଲ। ଯିଏ କନ୍ଦାଏ ସିଏ ବି ଦିନେ କାନ୍ଦିବ, ଏଇଟା ଅଭିଶାପ ନୁହେଁ, ଉପରବାଲାର ବିଚାର। ଜୀବନରେ ଶୀଘ୍ର ମିଳିଯାଉଥିବା ଜିନିଷ ସବୁଦିନ ପାଇଁ ରୁହେ ନାହିଁ, ଆଉ ସବୁଦିନ ପାଇଁ ରହୁଥିବା ଜିନିଷ ଶୀଘ୍ର ମିଳେ ନାହିଁ। ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ, ତାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ। ବିଜ୍ଞାନର ଯେତେ ଉନ୍ନତି ଘଟିଲେ ବି ମଣିଷ ନିଜ ଜୀବନକୁ ରକ୍ଷା କରିପାରୁନାହିଁ। ମଣିଷ ଯେତେ ଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି ସେତିକି ଦିନ ତାର ଲୀଳାଖେଳା କରି ପୁଣି ଫେରିଯିବ। ସୃଷ୍ଟିକର୍ତ୍ତା ହେଉଛନ୍ତି ନିର୍ଦ୍ଦେଶକ, ଆମ୍ଭେମାନେ ଜଣେ ଜଣେ ଅଭିନେତା। ତେଣୁ ପ୍ରତିଦିନ ସକାଳୁ ପ୍ରଭୁଙ୍କୁ ସମର୍ପଣ ଭାବନାରେ ନିଜକୁ ସମର୍ପି ଦିଅ, ଯେପରି ଆଜି ଦିନର ଅଭିନୟ ସୁନ୍ଦରତାରେ ଭରିଯାଉ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେତେବେଳେ ସତ୍ୟ ଓ ଅସତ୍ୟର ଲଢ଼େଇ ହେବ ସେତେବେଳେ ସତ୍ୟ ଏକୁଟିଆ ଛିଡ଼ା ହେବ, ଆଉ ଅସତ୍ୟର ଦଳ ବହୁତ ବଡ଼ ହେବ, କାରଣ ଅସତ୍ୟ ପଛରେ ମୂର୍ଖମାନଙ୍କର ଗହଳି ରହିବ। ଲକ୍ଷ୍ୟସ୍ଥଳର ପଥ ଯେତେ ବି କଠିନ ହେଉଥାଉ ନା କାହିଁକି, ନିଜର ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଯଦି ଥିବ ସେ ଲକ୍ଷ୍ୟସ୍ଥଳରେ ନିଶ୍ଚିନ୍ତ ପହଞ୍ଚି ପାରିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।